ଆଜିର ଏହି ତରକାରୀ ମାଂସ ତରକାରୀ ଠାରୁ କମ୍ ନୁହେଁ। କେହି ଦେଖିକି କହିପାରିବେନି ଏ ପଣସ ତରକାରୀ ବୋଲି। ସମସ୍ତେ ନିଶ୍ଚୟ ମାଂସ ତରକାରୀ କହିବେ। ଆଉ ସ୍ୱାଦ ବି ସେମିତି, ପାଟିରେ ପକାଇବା ମାତ୍ରେ ମିଳେଇଯିବ। ଆଉ ବନେଇବା ପ୍ରୋସେସ୍ ପୁରା ମୁଁ ଇଜି ରଖିଛି, ଆଉ ଟିକେ ୟୁନିକ୍ ରଖିଛି। ତା ସହିତ ଆପଣମାନେ ପଣସ କିପରି ସହଜ ଉପାୟରେ କାଟିପାରିବେ ଛୋଟ ଛୋଟ ଟିପ୍ସ ସେୟାର କରିଛି। ନମସ୍କାର, ପ୍ରତିଦିନ ରୋଷେଇକୁ ଆପଣମାନଙ୍କୁ ଅନେକ ଅନେକ ସ୍ୱାଗତ। ଆପଣମାନଙ୍କୁ ଯଦି ଭିଡ଼ିଓଟି ପସନ୍ଦ ଆସିବ ପ୍ଲିଜ୍ ଭିଡ଼ିଓକୁ ଲାଇକ୍ କରିବା ସହିତ ଚ୍ୟାନେଲରେ ନୂଆ ଥିଲେ ସବସ୍କ୍ରାଇବ୍ କରିନେବେ। ଏଠି ମୁଁ ପ୍ରଥମେ ପଣସ ନେଇଛି। ଯେଉଁ ଜିନିଷରେ ଆପଣ ପଣସକୁ କାଟିବେ ବା ଛୁରୀ ବା ପନିକିରେ ଟିକେ ଜଷ୍ଟ ଏମିତି ଅଏଲ୍ ଲଗେଇଦେବେ। ଲଗେଇ ସାରିଲା ପରେ ପ୍ରଥମେ କ'ଣ କରିବେ ନା ପଣସକୁ ଏମିତି ଦୁଇ ଫାଳ କରି କାଟି ନେବେ। କାଟି ସାରିଲା ପରେ ଏମିତି ବଡ଼ ବଡ଼ ଖଣ୍ଡ କରି ନେବେ। ଯେତେବେଳେ ଆପଣ ପଣସ ଖଣ୍ଡ କରିବେ ଇମିଡ଼ିଏଟଲି କ'ଣ କରିବେ ନା ଗୋଟେ ଜାଗାରେ କିଛି ପାଣି ନେବେ, ପାଣିରେ ପକାଇ ଦେବେ। ଯଦି ଏମିତି ପାଣିରେ ପକାଇ ଦେବେ ଯେଉଁ ପଣସର ଯେଉଁ କ୍ଷୀର ଟାଇପ୍ର ବାହାରିଥାଏ ବା ଅଠା ଟାଇପ୍ର ସେଇଟା ପୁରା ବାହାରିଯିବ। ଆପଣଙ୍କ ହାତରେ ଜମା ବି ଲାଗିବନି। ଆପଣ ଯେମିତି ନର୍ମାଲି ପରିବାକୁ କାଟନ୍ତି ସେଇ ହିସାବରେ କାଟି ନେବେ। ପକାଇକି ମୁଁ ଏଠି 5ରୁ 6 ମିନିଟ୍ ଛାଡ଼ି ଦେଇଥିଲି। 6 ମିନିଟ୍ ପରେ କାଢ଼ି ନେଇଛି। ଏବେ କ'ଣ କରିବା ଏମିତି ଲମ୍ବା ଲମ୍ବା ପିସ୍ରେ କାଟି ନେବା। ଯଦି ଆପଣଙ୍କୁ ଛୋଟ ଛୋଟ ପିସ୍ରେ କାଟିଲେ ସହଜ ଲାଗେ ସେଇ ହିସାବରେ ଆପଣ ପ୍ରଥମେ ଛୋଟ ଛୋଟ ପିସ୍ରେ କାଟି ନେବେ। କାଟିକିରି ତା ଚୋପାକୁ ଛଡ଼େଇ ନେବେ। ଦେଖିପାରୁଥିବେ ମୁଁ ଏମିତି ଲମ୍ବା ଲମ୍ବା ପିସ୍ରେ କାଟିକି ଚୋପାକୁ ଛଡ଼େଇ ନେଇଛି। ଆଉ କିଛି ଏମିତି ଗୋଲ ପିସ୍ରେ ମଧ୍ୟ କାଟି ନେଇଛି। ଆଉ ଆପଣଙ୍କୁ ଯେଡ଼େ ବଡ଼ ସାଇଜ୍ ପସନ୍ଦ ପଣସର କଠା ସେଇ ହିସାବରେ ଏଠି କାଟି ନେବେ। ଦେଖିପାରୁଥିବେ ମୁଁ ଏଠି ମିଡ଼ିୟମ୍ ପିସ୍ରେ କାଟି ନେଇଛି। କାଟି ନେଇ ସାରିଲା ପରେ ତା ମଝିରେ ଯେଉଁ ହାର୍ଡ଼ ପାର୍ଟ ଥାଏ ନା ତାକୁ ଟିକେ ଟିକେ ଜଷ୍ଟ କାଢ଼ି ନେବେ। କାଢ଼ି ସାରିଲା ପରେ ପାଣିରେ ପକାଇକି ରଖିବେ। ଏବେ ଚାଲନ୍ତୁ ଟିକେ ବଏଲ୍ କରିବା। ସେଥିପାଇଁ ମୁଁ ପ୍ରଥମେ ଗୋଟେ ପ୍ରେସର କୁକର ନେଇଛି। ପ୍ରେସର କୁକରରେ ସବୁ ପଣସକୁ ଦେଇଦେବା। ଆଉ ଗୋଟେ କଥା ଧ୍ୟାନ ଦେବେ, ଯଦି ଆପଣ ପଣସ କାଟିକିରି ଶୀଘ୍ର ରୋଷେଇ କରୁନାହାନ୍ତି ଆପଣ ପାଣିରେ ପକାଇକି ରଖିବେ, ପଣସର କଲର୍ ଚେଞ୍ଜ ହେବନି। ଏବେ କ'ଣ କରିବା ଅଳ୍ପ ଟିକେ ପାଣି ଦେଇଦେବା। ସ୍ୱାଦ ହିସାବରେ ଲୁଣ ଦେବା। ତା ସହିତ ଅଳ୍ପ ଟିକେ ହଳଦୀ ଗୁଣ୍ଡ ଦେବା। ଆପଣ ଯଦି ଚାହିଁବେ ଏଠି ଗୋଟେ ଚାମଚ ସୋରିଷ ତେଲ ମଧ୍ୟ ଦେଇପାରିବେ। ଏବେ କ'ଣ କରିବା ସବୁ ଜିନିଷକୁ ଟିକେ ଜଷ୍ଟ ମିଶାଇ ନେବା। ମିଶାଇ ସାରିଲା ପରେ କଭର୍ ଲଗାଇଦେବା। କଭର୍ ଲଗାଇକି ଆପଣ ଫ୍ଲେମ୍କୁ ଏଠି କ'ଣ କରିବେ ନା ମିଡ଼ିୟମ୍ ରଖିବେ। ମିଡ଼ିୟମ୍ ଫ୍ଲେମ୍ରେ ପାଖାପାଖି 2ରୁ 3ଟି ହୁଇସିଲ୍ ଆସିବା ଛାଡ଼ିଦେବେ। ମୁଁ ଏଠି ପ୍ରେସର କୁକରରେ ସିଝାଉଛି। ଆପଣ ଚାହିଁଲେ କଡ଼େଇରେ ସିଝାଇ ପାରିବେ, କିନ୍ତୁ ପ୍ରେସର କୁକରରେ ସିଝାଇଲେ କମ୍ ସମୟରେ ସିଝି ଯାଇଥାଏ। ଏବେ କ'ଣ କରିବି ନା 5 ମିନିଟ୍ ଥଣ୍ଡା ହେବା ପାଇଁ ଛାଡ଼ିଦେବି। 5 ମିନିଟ୍ ପରେ ମୁଁ କଭର୍ କାଢ଼ି ନେଇଛି। ଆପଣମାନେ ଦେଖିପାରୁଥିବେ ପୁରା ଗୋଟା ଗୋଟା ଅଛି, କିନ୍ତୁ ଭିତରୁ ପୁରାପୁରି ସିଝି ଯାଇଛି। ଏବେ ଆମେ କ'ଣ କରିବା ନା ସବୁକୁ ଛାଣି ନେବା। ଏ କଷା ପାଣିକୁ ଆପଣ ତରକାରୀରେ ୟୁଜ୍ କରିବେନି, ନହେଲେ ତରକାରୀର ଗ୍ରେଭିଟା ପୁରା ଟିକେ କଷାଳିଆ ଟାଇପ୍ର ଲାଗିବ। ଚାଲନ୍ତୁ ଗ୍ରେଭି ବନେଇବା। ପ୍ରଥମେ ମୁଁ ଗୋଟେ କଡ଼େଇ ବସାଇଛି। କଡ଼େଇରେ ଆମେ କ'ଣ କରିବା ନା 3ରୁ 4 ଚାମଚ ସୋରିଷ ତେଲ ଦେଇଦେବା। ସୋରିଷ ତେଲ ଯେତେବେଳେ ଗରମ ହେଇଯିବ ଏବେ ମୁଁ 2ଟି ମିଡ଼ିୟମ୍ ସାଇଜ୍ର ପିଆଜକୁ କାଟି ନେଇଥିଲି। ପୁରା ଫାଇନଲି ଚପ୍ କରିବେ। ପିଆଜକୁ ଦେଇକି ଏଠି ଆପଣ କ'ଣ କରିବେ ନା ଫ୍ଲେମ୍କୁ ମିଡ଼ିୟମ୍ ରଖିବେ। ମିଡ଼ିୟମ୍ ଫ୍ଲେମ୍ରେ କଣ୍ଟିନ୍ୟୁଅସ୍ଲି ଲାଇଟ୍ ବ୍ରାଉନ୍ କଲର୍ ହେବା ଯାଏ ଭାଜି ନେବେ। ଏଠି ଯେଉଁ ଆମେ ପିଆଜକୁ ଭାଜିବା ନା ପୁରା ବ୍ରାଉନ୍ କଲର୍ ହେବା ଯାଏ ଭାଜିବା। ତାପରେ ପିଆଜକୁ କ'ଣ କରିବେ ନା ସବୁକୁ କାଢ଼ି ନେବେ। କାଢ଼ିକି ଗୋଟେ ମିକ୍ସିଂ ଜାର୍ରେ ଦେଇକି ଭଲସେ ଗ୍ରାଇଣ୍ଡ କରି ଆଣିବେ। ଏବେ ଯେଉଁ ବଳକା ତେଲ ଅଛି ସେଇ ତେଲରେ ମୁଁ ଆଳୁ ଦେଉଛି। ପଣସ କଠା ତରକାରୀରେ ଆଳୁ ନିଶ୍ଚୟ ୟୁଜ୍ କରିବେ, ଟେଷ୍ଟ ବହୁତ ଭଲ ଆସିବ। 4ରୁ 5ଟି ଆଳୁକୁ ମୁଁ ଚୋପା ଛଡ଼େଇକି ବଡ଼ ବଡ଼ ପିସ୍ରେ କାଟି ନେଇଥିଲି। ଆପଣ ଯେତେବେଳେ ମଟନ୍ କିମ୍ବା ଚିକେନ୍ କରୁଥିବେ ଯେମିତି ଆଳୁର ସାଇଜ୍ ଟିକେ ବଡ଼ ରଖିଥିବେ, ପଣସ ତରକାରୀରେ ଆଳୁ ଦେଲାବେଳେ ଆଳୁର ସାଇଜ୍ ମଧ୍ୟ ସେମିତି ଟିକେ ବଡ଼ ରଖିବେ। ଏବେ କ'ଣ କରିବା ସ୍ୱାଦ ହିସାବରେ ଲୁଣ ଦେବା। ଲୁଣ ଦେଇ ସାରିଲା ପରେ ଅଳ୍ପ ଟିକେ ହଳଦୀ ଗୁଣ୍ଡ ଦେବା। ହଳଦୀ ଗୁଣ୍ଡ ଦେଇକି 1ରୁ 2 ମିନିଟ୍ ଭାଜି ନେବା। ତାପରେ ମିଡ଼ିୟମ୍ ଫ୍ଲେମ୍ରେ 3ରୁ 4 ମିନିଟ୍ ଛାଡ଼ିଦେବା। 3ରୁ 4 ମିନିଟ୍ ପରେ ମୁଁ ଆଉ ଥରେ ଭାଜି ନେଇଛି। ଦେଖିପାରୁଥିବେ କଲର୍ ତ ଚେଞ୍ଜ ହେଇଗଲାଣି, ତା ସହିତ ଆଳୁ ମଧ୍ୟ ସିଝିଗଲାଣି। ଏବେ ସବୁ ଆଳୁକୁ କାଢ଼ିକି ଗୋଟେ ପ୍ଲେଟ୍ରେ ରଖିନେବା। ଏବେ ଆମେ କ'ଣ କରିବା ନା ପଣସକୁ ମଧ୍ୟ ଟିକେ ଫ୍ରାଏ କରିବା। ସେ ଯେଉଁ ବଳକା ତେଲ ଅଛି ସେଇ ତେଲରେ ସିଝେଇକି ରଖିଥିବା ପଣସକୁ ଦେଇଦେବା। ପଣସ ତ ଅଲରେଡ଼ି ସିଝି ଯାଇଛି। ଫ୍ଲେମ୍କୁ ମିଡ଼ିୟମ୍ ଟୁ ହାଇ ରଖିବେ। ମିଡ଼ିୟମ୍ ଟୁ ହାଇ ଫ୍ଲେମ୍ରେ ପାଖାପାଖି 3ରୁ 4 ମିନିଟ୍ ପ୍ରଥମେ କ'ଣ କରିବା ନା ଏମିତି ମିଶାଇକି ଭାଜି ନେବେ। ତାପରେ 2 ମିନିଟ୍ ଛାଡ଼ିଦେବେ। 2 ମିନିଟ୍ ପରେ ଆଉ ଥରେ ଟିକେ ଭଲସେ ଭାଜି ନେବେ। ଉପର ଟିକେ ବ୍ରାଉନ୍ କଲର୍ ଆସିବା ଯାଏ ଭାଜି ନେବେ। ଯେମିତି ଗୋଟେ ଲାଇଟ୍ ବ୍ରାଉନ୍ କଲର୍ର କୋଟ୍ ହେଇଯିବ। ଆପଣମାନେ ଦେଖିପାରୁଥିବେ ପଣସ
ପଣସ ଉପରେ ଗୋଟେ ବ୍ରାଉନ୍ କଲର୍ର କୋଟ୍ ଆସିଗଲାଣି। ଆଉ ଯଦି ଆପଣ ଏମିତି ନ ଭାଜିବେ ନା ପଣସ ଟିକେ କଷା ଲାଗିବ, ସେଥିପାଇଁ ନିଶ୍ଚୟ ଟିକେ ପଣସକୁ ଭାଜି ନେବେ। ଏବେ ସବୁ ପଣସକୁ ମଧ୍ୟ କାଢ଼ି ନେବା। କାଢ଼ିକି ଯେଉଁ ପ୍ଲେଟ୍ରେ ଆଳୁ ରଖିଥିଲେ ସେଇ ପ୍ଲେଟ୍ରେ ରଖିନେବା। ଏବେ ମୁଁ କ'ଣ କରୁଛି, ଆହୁରି 2ରୁ 3 ଚାମଚ ସୋରିଷ ତେଲ ଦେଉଛି। ଯେହେତୁ ମୁଁ ଏଠି ସୋରିଷ ତେଲ ୟୁଜ୍ କରିଛି, ପ୍ରଥମେ ତେଲକୁ ଭଲସେ ଗରମ କରିବେ। ତେଲ ଯେତେବେଳେ ଗରମ ହେଇଯିବ, ଅଧା ଚାମଚ ଏଠି ଆମେ ଜିରା ଦେଇଦେବା। ତା ସହିତ ଗୋଟେ ତେଜପତ୍ର ଦେଉଛି, ଆଉ ଅଳ୍ପ ଟିକେ ଦେଇଦେଉଛି ଗୋଲମରିଚ। ଆପଣ ଚାହିଁଲେ ଗୋଟା ଗରମ ମସଲା କିଛି ବି ୟୁଜ୍ କରିପାରିବେ। ଏବେ କ'ଣ କରିବା, 2ରୁ 3 ଚାମଚ ଅଦା ରସୁଣ କଞ୍ଚା ଲଙ୍କାର ପେଷ୍ଟ ଦେଇଦେବା। ଦେଇସାରିଲା ପରେ ଫ୍ଲେମ୍କୁ ମିଡ଼ିୟମ୍ ରଖିବା। ମିଡ଼ିୟମ୍ ଫ୍ଲେମ୍ରେ ପ୍ରଥମେ 3ରୁ 4 ମିନିଟ୍ ଏଠି କଷି ନେବେ, ଯେମିତି ଅଦା ରସୁଣ ଯେଉଁ କଞ୍ଚା ସ୍ମେଲ୍ ଥାଏ ନା, କଞ୍ଚା ସ୍ମେଲ୍ ଯିବା ଯାଏ। କଷି ସାରିଲା ପରେ ଆପଣ କ'ଣ କରିବେ, ଏଠି କାଟିକି ଟମାଟୋ ମଧ୍ୟ ଦେଇପାରିବେ। ମୁଁ କିନ୍ତୁ ଟମାଟୋର ପେଷ୍ଟ ଦେଉଛି, ଗ୍ରେଭି ଭଲ ଆସିବା ପାଇଁ। ଟମାଟୋ ପେଷ୍ଟ ଦେଇଦେବା। ଟମାଟୋ ପେଷ୍ଟ ଦେଇସାରିଲା ପରେ ଆକୁ ଆପଣ 1ରୁ 2 ମିନିଟ୍ ଟିକେ କଷି ନେବେ। କଷି ସାରିଲା ପରେ ସ୍ୱାଦ ହିସାବରେ ଲୁଣ ଦେବା। ଗୋଟେ କଥା ଧ୍ୟାନ ଦେବେ, ଯେତେବେଳେ ଆମେ ଭାଜିଥିଲେ ଆଳୁ ଲୁଣ ମଧ୍ୟ ୟୁଜ୍ କରିଥିଲେ, ପଣସ ସିଝେଇଲା ବେଳେ ଲୁଣ ୟୁଜ୍ କରିଥିଲେ। ସେହି ହିସାବରେ ଦେଖିକି ଏଠି ଲୁଣ ଦେବେ। ଲୁଣ ଦେଇସାରିଲା ପରେ ଆକୁ ଟିକେ ଜଷ୍ଟ ମିଶାଇ ନେବେ। କଭର୍ କରିକି 3 ମିନିଟ୍ ଛାଡ଼ିଦେବେ। 3 ମିନିଟ୍ ହେଇଗଲା ପରେ ମୁଁ ଏଠି କଭର୍କୁ କାଢ଼ି ନେଉଛି। ଆପଣମାନେ ଦେଖିପାରୁଥିବେ ଟମାଟୋ ମଧ୍ୟ ଭଲସେ ସିଝିଗଲାଣି, ଆଉ ତେଲ ଛାଡ଼ିବା ଷ୍ଟାର୍ଟ ହେଇଗଲାଣି। ଏବେ ଆମେ ଜଷ୍ଟ ଟିକେ କଷି ନେବା। କଷି ସାରିଲା ପରେ ବେସିକ୍ ଗୁଣ୍ଡ ମସଲା ୟୁଜ୍ କରିବା। ଯେମିତି ମସଲାରେ ମୁଁ 1 ଚାମଚ ଲଙ୍କାଗୁଣ୍ଡ ଦେଇଦେଉଛି, ତା ସହିତ 1/4 ଚାମଚ ହଳଦୀ ଗୁଣ୍ଡ ଦେଉଛି, ଅଧା ଚାମଚ ମୁଁ ଏଠି ଧନିଆ ଗୁଣ୍ଡ ଦେଉଛି। ଆପଣ ଯଦି ଚାହିଁବେ ଜିରା ଗୁଣ୍ଡ ନେଇପାରିବେ, ତା ସହିତ ଆପଣଙ୍କ ମନପସନ୍ଦର କିଛି ବି ମସଲା ନେଇପାରିବେ। ଗୁଣ୍ଡ ମସଲା ଦେଇସାରିଲା ପରେ ଆକୁ ଆମେ ଜଷ୍ଟ ଟିକେ କଷି ନେବା। 2ରୁ 3 ଚାମଚ ଏଠି ଆପଣ ପାଣି ଦେଇପାରିବେ। ଯେହେତୁ ମୁଁ ଏଠି କ'ଣ କରୁଛି ନା, ଯେଉଁ ପିଆଜକୁ ବାଟିକି ରଖିଥିଲି ଆଗରୁ, ଯେଉଁ ଭଜା ପିଆଜ ଆମେ ଭାଜିଥିଲେ ତାକୁ ଭଲସେ ବାଟି ନେଇଥିଲି। 2ରୁ 3 ଚାମଚ ପାଣି ଦେଇକି ସେ ପିଆଜର ବଟାକୁ ଏଠି ଦେଇଦେବା। ଦେଇସାରିଲା ପରେ 1 ମିନିଟ୍ କଷି ନେବା। ଲୋ ଫ୍ଲେମ୍ରେ 2ରୁ 3 ମିନିଟ୍ ଛାଡ଼ିଦେବେ। 3 ମିନିଟ୍ ପରେ ଦେଖିବେ ପୁରା ସାଇଡ଼୍ରୁ ତେଲ ଛାଡ଼ିବା ଷ୍ଟାର୍ଟ ହେଇଯିବ। ପ୍ରଥମେ 1ରୁ 2 ମିନିଟ୍ ଲୋ ଫ୍ଲେମ୍ରେ କଷି ନେବେ। କଷି ସାରିଲା ପରେ ଆପଣମାନେ ଦେଖିପାରୁଥିବେ ମସଲାର କଲର୍ ପୁରା ଚେଞ୍ଜ ହେଇଗଲାଣି। ତା ସହିତ ମସଲା ପୁରା ବଢ଼ିଆସେ ଗୋଟେ ବାସ୍ନା ଆସିବ। ଏହି ସମୟରେ ଆପଣ କ'ଣ କରିବେ, ଭାଜିକି ରଖିଥିବା ପଣସ ତା ସହିତ ଭାଜିକି ରଖିଥିବା ଆଳୁକୁ ଦେଇଦେବେ। ଦେଇସାରିଲା ପରେ ମିଡ଼ିୟମ୍ ଫ୍ଲେମ୍ରେ 1 ମିନିଟ୍ କଷି ନେବେ। କଷି ନେଇ ସାରିଲା ପରେ ଆପଣଙ୍କୁ ଯେତିକି ଗ୍ରେଭି ଦରକାର ସେହି ହିସାବରେ ଏଠି ପାଣି ଦେବେ। ଏଠି ଆପଣ ଚାହିଁଲେ ଗରମ ପାଣି ଦେଇପାରିବେ, ନହେଲେ ଥଣ୍ଡା ପାଣି ମଧ୍ୟ ଦେଇପାରିବେ। ଯେହେତୁ ଏଠି ସବୁ ଜିନିଷ ଅଲରେଡ଼ି ସିଝି ଯାଇଛି ଆଗରୁ, ସେଥିପାଇଁ କ'ଣ କରିବେ ନା, ଅଳ୍ପ ଟିକେ ପାଣି ଦେବେ। ପାଣି ଦେଇସାରିଲା ପରେ ଆକୁ ଆପଣ ମିଶାଇ ନେବେ। ଏବେ କଭର୍ କରିନେବେ। କଭର୍ କରିକି ଗ୍ରେଭି ଫୁଟିବା ପାଇଁ ପାଖାପାଖି 5 ମିନିଟ୍ ଛାଡ଼ିଦେବେ। 5 ମିନିଟ୍ରେ ଦେଖିବେ ତରକାରୀ ପୁରାପୁରି ବନିକି ରେଡ଼ି ହେଇଯିବ। ଏବେ 5 ମିନିଟ୍ ହେଇଗଲାଣି। ମୁଁ ଏବେ କଭର୍କୁ କାଢ଼ି ନେଉଛି। ଏବେ କ'ଣ କରିବା, ଆକୁ ଟିକେ ମିଶାଇ ନେବା। ମିଶାଇ ସାରିଲା ପରେ କାଟିକିରି କିଛି ଧନିଆ ପତ୍ର ଦେଇଦେବା, ତରକାରୀରେ ଗୋଟେ ଭଲ ବାସ୍ନା ଆସିବା ପାଇଁ। ତା ସହିତ ଅଧା ଚାମଚ ମୁଁ ଏଠି ଗରମ ମସଲା ୟୁଜ୍ କରୁଛି। ମୁଁ ତରକାରୀରେ କିଛି ବି ମସଲା ୟୁଜ୍ କରିନି, କେବଳ ବେସିକ୍ ମସଲାକୁ ଛାଡ଼ିଦେଲେ। ଏବେ କ'ଣ କରିବା, ଆକୁ ଟିକେ ମିଶାଇ ନେବା। ମିଶାଇ ସାରିଲା ପରେ ଏବେ ଆମର ସ୍ୱାଦିଷ୍ଟ ପଣସ ତରକାରୀ ପୁରାପୁରି ବନିକି ରେଡ଼ି ସରିଲାଣି। ଆପଣ ଆକୁ ଗୋଟେ ଥର ଘରେ ଟ୍ରାଏ କରନ୍ତୁ। କେମିତି ବନିଲା ମୋ ସହିତ କମେଣ୍ଟ ସେକ୍ସନରେ ସେୟାର କରନ୍ତୁ। ଯଦି ତରକାରୀଟି ପସନ୍ଦ ଆସିଥିବ ପ୍ଲିଜ୍ ଭିଡ଼ିଓକୁ ଲାଇକ୍ କରିବେ। ପୁଣି ଦେଖା ହେବ ନେକ୍ସଟ ଭିଡ଼ିଓରେ। ସେ ପର୍ଯ୍ୟନ୍ତ ରହିଲି, ଧନ୍ୟବାଦ।